ବାରିପଦାରେ ଗଡ଼ିଲା କୌଶଳ ରଥ। ଛାତ୍ରଛାତ୍ରୀମାନଙ୍କୁ ନୂତନ ବୈଷୟିକ ଓ କୌଶଳ ଭିତ୍ତିକ ଶିକ୍ଷା ବାବଦରେ ସଚେତନ କରିବା ହେଉଛି ଏହାର ଲକ୍ଷ୍ୟ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ଖଚିତ ଏହି କୌଶଳ ରଥ ଚଳିତ ମାସ 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ 4 ଦିନ ବ୍ୟାପୀ ମୟୂରଭଞ୍ଜ ଜିଲ୍ଲାରେ ଗଡ଼ିବ। ସୂଚନାଯୋଗ୍ୟ ଯେ 19 ତାରିଖରେ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଠାରୁ ଏହି ରଥ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ଗୁରୁବାର ଦିନ ଜିଲ୍ଲାର ସଦର ମହକୁମା ବାରିପଦାର ତକତପୁର ଠାରେ ସ୍ଥିତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନ କେନ୍ଦ୍ରଠାରୁ ବାହାରି ଲକ୍ଷ୍ମୀପୋଷି ଝାରପୋଖରିଆ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରି ଆସନ୍ତାକାଲି କପ୍ତିପଦା ସବ୍ଡିଭିଜନଠାରେ ରଥ ଏହାର ସମଗ୍ର ଜିଲ୍ଲା ଯାତ୍ରା ସମାପ୍ତ କରିବ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମନ୍ତ କାନ୍ତ ସ୍ୱାଇଁଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଏହି କୌଶଳ ରଥର ଶୁଭାରମ୍ଭ କରିଥିଲେ। ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପୂର୍ଣ୍ଣ ଏହି ରଥ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରୁଛି। ଆଜି ତୃତୀୟ ଦିନରେ ଏହା ବିଭିନ୍ନ ହାଇସ୍କୁଲ କଲେଜ ଗସ୍ତ କରି ସେହିସବୁ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସଚେତନ କରିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ସମେତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲି ଏହା କପ୍ତିପଦା ଓ ଖୁଣ୍ଟା ଅଞ୍ଚଳ ଗସ୍ତ କରିବ। ସେହିପରି ଭାବରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ଅବସରରେ ଗୁରୁବାରର ପୂର୍ବାହ୍ନରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ତରଫରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଏବଂ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଏ ଉମା ମହେଶ ଯୋଗ ଦେଇ ଦେବେନ୍ଦ୍ରପୁର ଅଞ୍ଚଳ ନିକଟସ୍ଥ ଉଦ୍ୟାନରେ ଚାରା ରୋପଣ କରି ଗଛ ପ୍ରଜ୍ଞାବାରଣ ପାଇଁ କେତେ ଯେ ଉପାଦାୟ ସେ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ, ଯେପରି ମା ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ। ଏଣୁ ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ ଏବଂ ପ୍ରକୃତିର ସୁରକ୍ଷା ହେଉଛି ଆମ୍ଭମାନଙ୍କର ଦାୟିତ୍ୱ। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଯୋଡ଼ି ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ଅନୁରୋଧ କରିଥିଲେ। ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।